ସାର୍ ନମସ୍କାର। नमस्कार। ସାର୍ ଆପଣଙ୍କର ନାମ କ'ଣ? मो नाम विश्वमोहन आचार्य। ସାର୍ ଆପଣଙ୍କର ଗାଁ କେଉଁଠି? ଏବେ ତ ଗାଁ ବଲାଙ୍ଗୀର କିନ୍ତୁ ମୁଁ ରହୁଛି IRC ଭିଲେଜ N3 ରେ। ସାର୍ ଆପଣଙ୍କର କ'ଣ ଆପଣ ଚାକିରି କରିଥିଲେ ପୂର୍ବରୁ? ମୁଁ ପ୍ରାୟ 35 ଇୟର୍ସ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିଛି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ। ସାର୍ ଆଉ ଆପଣ ଭୁବନେଶ୍ୱରରେ ଲାଷ୍ଟରେ ଥିଲି। ଆପଣ ସାର୍ SBIରେ କାମ କରୁଥିଲେ ଯେ ସାର୍ ଆପଣ ଯେଉଁ ଆମର ସୁପ୍ରିମ୍ ବେସିକ୍ ଚାରିଟେବଲ୍ ଟ୍ରଷ୍ଟକୁ ଆସିଛନ୍ତି କ'ଣ ସମସ୍ୟା ନେଇକି ଆପଣ ଆସିଥିଲେ? ଏ ମୋର ଅଣ୍ଟା ପଛପଟେ ପେନ୍ ହେଉଥିଲା। ଆପଣ ସାର୍ ଯେଉଁ ଅଣ୍ଟା ଯେଉଁ କହୁଥିଲେ ପେନ୍ ହେଉଥିଲା କେଉଁ ଭଳିଆ ପେନ୍ ହେଉଥିଲା? ମୁଁ ବସିଥିବି ଉଠିଲା ବେଳକୁ ସିଧାରେ ଠିଆ ଉଠି ପାରୁନଥିଲି, ପେନ୍ ହେଉଥିଲା। ଚାଲିଲା ବେଳକୁ ବି ଟିକେ ପେନ୍ ହେଉଥିଲା। ପୁଣି ଯେତେବେଳେ ବସିଯିବି ପୁଣି ଠିଆ ହେବି ପୁଣି ପେନ୍। ଆପଣ ସାର୍ ଯେଉଁ ବହୁତ ପେନ୍ ହେଉଥିଲା ଆପଣ ଡେ ଟୁ ଡେ ଆକ୍ଟିଭିଟିଜ୍ ଚାଲିଲା ବେଳେ ପେନ୍ ହେଉଥିଲା, ବସିଲା ବେଳେ ପେନ୍ ହେଉଥିଲା, ଆପଣ ତ ଇନିସିଆଲି ଆମର ସୁପ୍ରିମ୍ ବେସିକ୍ ଚାରିଟେବଲ୍ ଟ୍ରଷ୍ଟକୁ ଆସିଥିଲେ ଗୋଟେ ଆଶା ନେଇକି, ଗୋଟେ ହୋପ୍ରେ ଆସିଥିଲେ ଯେ ମୁଁ ଏଇଠି ଟ୍ରିଟମେଣ୍ଟ ନେଇକି ଭଲ ହେବି। ଆପଣ ପାଖାପାଖି କେତେ ଦିନ ଆମର ଟ୍ରଷ୍ଟରେ ଆପଣ ଟ୍ରିଟମେଣ୍ଟ ହେଲେନି? ମୁଁ ଆଜି ମୋର ପ୍ରାୟ ଜୁନ୍ 24ରୁ ଆସିଛି, ତାହେଲେ ଏଇଟା ଆଉ 8-10 ଦିନ ପରେ 2 ମାସ ପୁରିଯିବ। ସାର୍ ଆପଣ 2 ମାସ ହେଲା ଗୋଟେ ଆଶାରେ ଆସିଛନ୍ତି, ଫିଜିଓଥେରାପି ରେଗୁଲାର ବେସିସ୍ରେ କରୁଛନ୍ତି। ଆପଣ ତ 2 ମାସ ପାଖାପାଖି ପୁରିବାକୁ ବସିଲାଣି, ଆପଣଙ୍କର ଏବେ କ'ଣ କେମିତି ଲାଗୁଛି ଆପଣଙ୍କୁ? ଏବେ ମୋର ପେନ୍ ନାହିଁ। ମୁଁ ତାପରେ ବସିଲେ ଉଠି ପାରୁଛି, ପେନ୍ ହେଉନି। ଚାଲି ବି ପାରୁଛି। ମୋତେ ଗ୍ରାଜୁଆଲି ସେ ଚାଲିବା ଆରମ୍ଭ ଯେଉଁ ଆପଣ କରାଇଲେ, ପ୍ରଥମେ 200 ମିଟର 10-15 ଦିନ ଫିଜିଓଥେରାପି କଲା ପରେ 200 ମିଟରରୁ ଧୀରେ ଧୀରେ ବଢ଼େଇ ଏବେ ମୁଁ ମୋର୍ ଦେନ୍ 1 କିଲୋମିଟର ଚାଲିପାରିଲିଣି। ଏବେ ଯେଉଁ ଆପଣ ଯେଉଁ ପୀଡ଼ା ଥିଲା ଆପଣଙ୍କର, ଏବେ ଆପଣ ଫିଜିଓଥେରାପି ପାଖାପାଖି 2 ମାସ କଲା ପରେ ଆମର ସୁପ୍ରିମ୍ ବେସିକ୍ ଚାରିଟେବଲ୍ ଟ୍ରଷ୍ଟରେ ଆପଣ ଚାଲିପାରୁଛନ୍ତି, ଭଲରେ ଅଛନ୍ତି। ସାର୍ ନୂଆ ଲୋକ ଯେଉଁ ପେନ୍ ହେଇକି ଆସୁଛନ୍ତି, ସଫରିଂ ହେଇକି ଆସୁଛନ୍ତି, ତାଙ୍କେ କ'ଣ ସାର୍ ଆଜ୍ ଏ ସିନିୟର ସିଟିଜେନ୍ ଆପଣ ଆଡ଼ଭାଇସ୍ କରିବେ ଆମର ସୁପ୍ରିମ୍ ବେସିକ୍ ଚାରିଟେବଲ୍ ଟ୍ରଷ୍ଟ? ମୁଁ ପ୍ରଥମେ କହିବି ଏ ସୁପ୍ରିମ୍ ଚାରିଟେବଲ୍ ଟ୍ରଷ୍ଟ ଯେଉଁ ମ୍ୟାନେଜ୍ କରୁଛନ୍ତି ଡକ୍ଟର, ଏଇଟା ବହୁତ ସାଇଣ୍ଟିଫିକାଲି ମ୍ୟାନେଜ୍ ହେଉଛି। ଆଉ ତାଙ୍କର ରେଗୁଲାର ପଙ୍କ୍ଚୁଆଲ୍ ସେମାନେ ସବୁଦିନ ଖୋଲନ୍ତି, ଟାଇମ୍ଲି କହନ୍ତି। ଆମକୁ ଯେଉଁ ସ୍ଲଟ୍ ଦିଅନ୍ତି ସେଠି ସେ ଟାଇମ୍ରେ ଆମକୁ ଆମର ଫିଜିଓଥେରାପି କରନ୍ତି। ତେଣୁ ମୁଁ ବି ତାଙ୍କର ପ୍ରେରଣା ପାଇଁ ମୁଁ ବି